सुना सुखी बनिया दुकान को जी कहते यहाँ भांगी देकी जितकी कौड़ी हम तते दब आईतक कौड़ी नहीं कि तू आसिक घर तैयारी करी आदि न अटला ताले मत कह मुझे आउ कौड़ी देवी मुझे गाड़ी दौली ना तापर करी ना तू नारे लगे छुट्टी केते
ଜାଣିଛ ବୋଲି କହି କେତେ ଟାପର କରୁଥିଲି ନା। ଆରେ ଛାଡି ସେ କଥା, ସେ ସବୁ କଥାକୁ ମୁଁ ଜମାରୁ ମନେ ରଖିନି। ଆଜି ତୁ ଯେତେବେଳେ ଅସୁବିଧାରେ ପଡିଛୁ ସେଇ କଥାକୁ ମନେ ପକେଇ ମୁଁ ଯଦି ତତେ ଗାଳି ବନ୍ଦ କରିବି ତାହେଲେ କଣ ଭଲ ହବ? ତା ଛଡା ତୁ ତ ଏଠି ତୋ ନିଜ ଇଚ୍ଛାରେ ଆଇନୁ, ମୁଁ ତତେ ଡକେଇ ପଠେଇବାରୁ ତୁ ଆଇଛୁ। ଆଜି ମୁଁ ଜାଣିଲି ଏ ଦୁନିଆରେ ଏମିତି ବି ଲୋକ ଅଛନ୍ତି ଯିଏ ପରର ଦୁଃଖ ସହି ପାରନ୍ତିନି। ତୋ ଦୟା ମୁଁ ଶୁଝି ପାରିବିନି ସିରିଆ। ପାଗଳିଟା ନା କଣ? ମୋର ବଳ କେତେ ଯେ ମୁଁ କେତେ ଦୟା କରିବି? ସବୁ ହଉଛି ସେଇ ମା ଲକ୍ଷ୍ମୀଙ୍କ ଦୟା। ସାଇସାରା ସମିତିଙ୍କର ଉପକାର କରିବା ପାଇଁ ମା ଲକ୍ଷ୍ମୀଙ୍କର ଅନେଇ ବଇଛନ୍ତି। ତାଙ୍କ ପାଖରେ ସାନ ବଡ କିଛି ଭେଦ ବିଚାର ନାହିଁ। ଆମେ ସମିତି ଯଦି ମନ ପ୍ରାଣ ଦେଇକି ତାଙ୍କୁ ଡାକିବା ନା, ଦେଖିବା ଆମ କାହାରି କିଛି ଅସୁବିଧା ହବନି। ଆରେ ହଁ ହଁ, ଭୁଲି ଯାଇଥିଲି, ତ ଲୁଗା କାନି ଦେଖେଇଲୁ। କଣ ଦିଖା? କାହିଁକି ଦଉଛୁ? ମା ଛୁଆ 2 ଦିନ ହେଲା କଣ ଖାଇଯିବ ସେ କଥା କଣ ମୁଁ ଜାଣିନି? ଆମ ସାଇ ଲୋକଙ୍କୁ ମୁଁ ଭଲ କି ଜାଣିଛି, ପେଜ ଖିଆକୁ ଶାଗ ଖିଆ ଜମା ଶୋଇପାରିବେ। ସେଇଥିପାଇଁ ଏ ଗୁଡ ଚୁଡା ତକ ଦେଇଛି। ଇଚ୍ଛା ଅଛି ତ ଗୋଡ ତଳେ ମୁଣ୍ଡ ପିଟି ପିଟି ମରିଯାଆନ୍ତି। ମେକି ଉଠୁ ଉଠୁ, ଛି ସେମିତି କହନି। ଏସବୁ ମୋର କିଛି ଦରକାର ନାହିଁ ଲୋ। ତୁ ଯେ ମତେ ଚିହ୍ନି ପାରିଛୁ ସେଇ ଢେର। ଯା ମା ଝିଅ ଏତକ ଖାଇ ନବ। କାନ୍ଦେନି, ଯା ଯା। ଅବଶ୍ୟ ଏପର୍ଯ୍ୟନ୍ତ ଗଣ୍ଡେ ଖାଇବାର ବ୍ୟବସ୍ଥା କରିପାରୁନି। ତା ବୋଲି କଣ ହାର ମାନିଯିବୁ? କଦାପି ନୁହେଁ। ଆରେ ସାପ କଣ ଭାତ ଡାଲି ଖାଏ? ସେ ପବନ ଆହାର କରେ, ତଥାପି ସେ ବଞ୍ଚି ରହେ କି ନାହିଁ? ଯୋଉମାନେ କହନ୍ତି ଏ ଦୁନିଆରେ ଯିଏ ବି ଯାହା କିଛି ପାପ ପୁଣ୍ୟ କରେ ସବୁ କେବଳ ଏଇ ପେଟ ଚାଖଣ୍ଡ ପୁରେଇବା ପାଇଁ କରେ, ମିଛ କଥା। ଗଣ୍ଡେ ଖାଇବା ଛଡା ଏ ଦୁନିଆରେ ଆହୁରି ଅନେକ କିଛି କାମ କରିବାର ଅଛି। ନା କଣ କହୁଛୁ କାଲିଆ? ଆରେ ମୁଁ ଏତେ କଥା କହିଲିଣି ତୁ ପଦେ ବି କିଛି ଉଞ୍ଚୁ କହୁନୁ। ଆରେ କୁଆଡେ ଗଲୁ? ମୋ ପଛେ ପଛେ ତ ଚାଲିଥିଲା, କୁଆଡେ ଗଲା? କାଳିଆ କାଳିଆ, ଆରେ ତୁ କୁଆଡେ ଗଲୁ? କାଳିଆ ଆରେ କାଳିଆ, ଏମିତି ବସି ପଡିଲୁ? ଆଉ ଚାଲି ପାରୁନି ଭାଇନା। ମନେ ହଉଛି ଦେହରୁ ବଳ ଯେମିତି ଆସ୍ତେ ଆସ୍ତେ କମି କମି ଯାଉଛି। ଏ ଅନ୍ନମୟ ପିଣ୍ଡ ଦେହ ଛାଡି ଚାଲିଯିବାକୁ ବସିଛି। ଏଇ 4-5ଟା ଦିନରେ ଆଶା ଛାଡ଼ିଦେଲୁ? କି ଆଶା ଭାଇନା? ମାଗିବାକୁ ତୁଣ୍ଡ ଖୋଲୁନି। ତୁମକୁ କହିଲା ବେଳକୁ ତୁମେ କହୁଛ ତୁ କହ, ମତେ କହିଲା ବେଳକୁ ମୁଁ କହୁଛି ତୁମେ କୁହ। ଗୋଟିଏ ଦାନା ବି ମୁହଁକୁ ଯାଇନି। ଏପଟେ ଉଦର ମହାଶୟ ପେଟ ଭିତରେ ଏମିତି ରୋଦନ କରୁଛନ୍ତି ଯେ ସହିବା ଅସମ୍ଭବ ହେଇଯାଉଛି ଭାଇନା। ଗୋଟାଏ କିଛି କଥା ମନରେ ଚିନ୍ତା କର, ତାହେଲେ ପେଟ ଚିନ୍ତା ଭୁଲିଯିବୁ। ଭାଇନା, ପେଟ ଚିନ୍ତାଠୁ ଆଉ କିଛି ବଡ ଚିନ୍ତା ଅଛି ବୋଲି ମୁଁ ଭାବି ପାରୁନି। ଅନ୍ନ ଚିନ୍ତା ଚମତ୍କାର। ଆରେ କିଛି ଗୋଟେ ଭାବିବାକୁ ଚେଷ୍ଟା କର। ଶୁଣିଥିବା କିଛି ଗୋଟେ ମଧୁର ସଙ୍ଗୀତର କଥା, ନହେଲେ ପ୍ରତିଦିନ ପହଡ ପଡିବା ପୂର୍ବରୁ ଦେବଦାସୀ ମାନଙ୍କର ସୁନ୍ଦର ନୃତ୍ୟର କଥା। ଭାବିଲା ବେଳକୁ ମୋ ଆଖି ଆଗରେ ଭାସି ଯାଉଛି ଧୋବ ବରଫର ସରୁ ଅରୁଆ ଚାଉଳର ଭାତର ସୁଗନ୍ଧ, ବହଳିଆ ଡାଲି,
ସୁସ୍ୱାଦୁ ବେସର ମହୁର ଶାଗ ଉଦର ନିଷ୍ଠୁର ଉଦର। ଶୋକ କରନା ଭାଇ, ସବୁଦିନ ସମାନ ଯାଏନି। କିଏ କହିପାରେ ପର ମୁହୂର୍ତ୍ତଟା ଆମ ପାଇଁ ପରମ ମୁହୂର୍ତ୍ତ ହେଇ ଆସିପାରେ। ଚକ୍ରବତ ପରିବର୍ତ୍ତନ୍ତେ ସୁଖାନିଚ ଦୁଃଖାନିଚ। ହାତର ଏଇ 5 ଆଙ୍ଗୁଠି କଣ ସମାନ? ଆମର ଭଲ ଦିନ ନିଶ୍ଚୟ ଆସିବ। ଆସିଗଲା ଆସିଗଲା ରେ କାଳିଆ, ଆସିଗଲା ଆସିଗଲା? କଣ ଆସିଗଲା ଭାଇନା? ତୋ କହିବା ଭଳି ଧୋବ ଫରଫର ଭାତ, ବହଳିଆ ଡାଲି, ବେସର ମହୁର ଶାଗ ସବୁ ଆସିଗଲା। କାଇଁ କିଏ ଆସୁଛି? ଏଇ ଦେଖୁନୁ। ତମର ଏ ମୁଦିଟା କଣ ମନ୍ତୁରା ମୁଦି ହେଇଛି ଯେ ଆକୁ ଘଷିଦେଲେ ଖାଇବା ଜିନିଷ ଆସିଯିବ? ଆରେ ବୋକା, ଏଇଟା ସୁନା ମୁଦି, ଏଥିରେ ପୁଣି ମୂଲ୍ୟବାନ ହୀରା ଲାଗିଛି। ଆକୁ ବିକିଦେଲେ ଦିନକର ଖାଇବା କଣ ମାସକର ଖାଇବା ପ୍ରାୟ ହେଇଯିବ। ଚୋର କେମିତି ଭୁଲରେ ମୁଦିଟା ଛାଡି ଦେଇ ଯାଇଛି। ଆରେ ମୁଁ ବି କେମିତିଆ ବୋକା ଦେଖୁନୁ, ଆଙ୍ଗୁଠିରେ ମୁଦିଟା ଅଛି, ହେଲେ ଆମେ ଗଣ୍ଡେ ଖାଇବା ପାଇଁ ଇଆଡେ ସିଆଡେ ଘୁରି ବୁଲୁଛେ। ଚାଲ ଯିବା ଚାଲ। କୁଆଡେ ଭାଇନା? ଆରେ ସୁନାରୀ ପାଖକୁ, ଆଉ କୁଆଡେ? ଆଗ କଉଡିଟା ଯୋଗାଡ ହେଇଯାଉ, ତାପରେ ଯାଇ ଯୋଉ କଥା। ଉଠିଲୁ ଉଠ। ଭାଇନା ପାଦ ଦିଟା ପୁରା ବୋଲ ମାନୁନି। ଓହୋ, ଚାଲ ବାବା, ଉଠିଲୁ। ହଉ। ଓହୋ ଚାଲ ଆ ଚାଲ। କହୁଥିଲ ନା ତୁମେ ମତେ ସମର୍ଥନ କର। ତୁମେ ମୋ ସହିତ ଅଛ? ଅଛି ତ? ତାହେଲେ ଯିବା କଥା କହୁଛ କାହିଁକି? ତୁମେ କଣ ଭାବୁଛ ମୁଁ ଶୂନ୍ୟ ମନ୍ଦିରକୁ ଫେରିଯିବି? ଆଉ ସେଠି ଯାଇକି ବା କରିବି କଣ? ଭାଇମାନଙ୍କ ପରି କଣ ଉପାସରେ କାଳ କାଟିବି? ତାହେଲେ ମୁଁ କାମ୍ପିଂରେ ଯିବାକୁ ମନ ସ୍ଥିର କରିଛି। କାହିଁକି? ଏଠି ମତେ କିଛି ଭଲ ଲାଗୁନି ଦେବୀ ଠାକୁରାଣୀ। ଯେତେ ଯାହା ହେଲେ ବି ସେମାନେ ମୋର ଭାଇ। ଅନ୍ୟାୟ କରିଛନ୍ତି ସତ, କିନ୍ତୁ ବର୍ତ୍ତମାନ ସେ ଯୋଉ ଦୁଃଖରେ କାଳ କାଟୁଛନ୍ତି ସେଇଟା ଦେଖିବା ମୋ ପକ୍ଷରେ କଷ୍ଟକର ହେଇପଡୁଛି। ତୁମେ ତ କିଛି ଦେଖୁନ? ଦେଖୁନାହିଁ ସିନା, ହେଲେ ଶୁଣୁଛି ତ। ତୁମ ବାହନ ନେସି ଥରକୁ ଥର ଆସି ସେମାନଙ୍କର ସମ୍ବାଦ ତୁମକୁ ଶୁଣେଇ ଦେଇ ଯାଉଛି। ଆଉ ସେ ସମ୍ବାଦ ଶୁଣିଲା ମାତ୍ରକେ ଭାଇ 2 ଜଣଙ୍କର ଶୁଖିଲା ମୁହଁ ମୋ ଆଖି ଆଗରେ ନାଚି ଉଠୁଛି। ତୁମେ କଣ ଭାବୁଛ ମୁଁ ସୁଖରେ ଅଛି? ନା, ତୁମେ ବି ସୁଖରେ ନାହଁ। କିନ୍ତୁ ତୁମର ଦୁଃଖ ମୋ ଦୁଃଖ ପରି ନୁହେଁ ଦେବୀ ଠାକୁରାଣୀ। ସେଇ ପିଲାବେଳଠୁ ଆଜି ପର୍ଯ୍ୟନ୍ତ ଭାଇ 2 ଜଣଙ୍କର ହାତ ଧରି ଧରି ବାଟ ଚାଲିଛି, ସମୟ ବିତେଇଛି। ଏମିତିକି ଭାଇ 2 ଜଣ ରଥରେ ଗଲାବେଳେ ମତେ ସାଙ୍ଗରେ ନେଇକି ଯାଆନ୍ତି। ଭାଇ 2 ଜଣଙ୍କ ସାଙ୍ଗରେ ମୋର ଗୋଟେ ହସ ଖୁସିର ଦୁନିଆ ଗଢି ଉଠିଥିଲା। ଆଉ ସେମାନେ ମନ୍ଦିର ଛାଡି ଚାଲିଗଲା ପରେ ସେ ଦୁନିଆ ବି ନାହିଁ। ତଥାପି ମୁଁ ତମକୁ ଯିବାକୁ କହିବିନି। ମନା କରନି ଦେବୀ ଠାକୁରାଣୀ। ଭାବିଥିଲି ତୁମ ସାଙ୍ଗରେ ରହିଯିବି ବୋଲି, କିନ୍ତୁ ଭାଇମାନଙ୍କର ଚିନ୍ତା ଆଉ ପ୍ରତିଦିନ ସକାଳେ ଉଠି ତୁମର ବିରସ ମୁହଁ ଦେଖିବା ଠାରୁ
कांपिल्य दिन काटिबा अनेक दृष्टि भल मते मते जीवाको अनुमति दियो देवी ठाकुराणी। बेस कांपिल्य जीवाको तुमर जदि एते इच्छा ताहले मु कहीं तुमको जोर करी अटकई रखी। कांपिल्य थाई सब संवाद टिकी निखी मु रखी और प्रार्थना करी तुमर इच्छा सफल हो। बेटारे सब धनरत्न बोही आनले सिना हेले बड़ ठाकुर हाथर मुदीटा छाड़ी दे आसिले। कौन है वर्तमान दी भाई बाहरी से मुदी को सुनारी दुकान में बिकी चाउल डाली पनीपरिया सब किणी आनी रंधा रंधी कर खाइबे। माँ ठाकुराणी मुदीटा सुना ता देहरे पुणी हीरार पत्थर बसची ताकू बिकिले मासे कि 1.5 मासे गोड़ पर गोड़ कचाड़ी बसी खाइबे। ना पारिबेनी आ केमिति पारिबेनी तार व्यवस्था मु करूची।